ଖୋର୍ଦ୍ଧାରେ ରାବଣ ପୋଡ଼ି ଉତ୍ସବ ଜୋରସୋରରେ ଜମିଲା। ଅସତ୍ୟ ଉପରେ ହୋଇଛି ସତ୍ୟର ବିଜୟ, ଅଧର୍ମ ଉପରେ ହୋଇଛି ଧର୍ମର ଜୟ। ବିଜୟା ଦଶମୀରେ ରାବଣ ପୋଡ଼ି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଖୋର୍ଦ୍ଧା ସହର। ଖୋର୍ଦ୍ଧା ହାବେଳି ପଡ଼ିଆରେ ବୋଡ଼ିଜୋନ୍ ତରଫରୁ 21ତମ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରାୟ 50 ଫୁଟ ଉଚ୍ଚତାର ରାବଣ ପୁତଳିକା ତିଆରି କରାଯାଇଥିଲା। ବୋଡ଼ିଜୋନ୍ ତରଫରୁ ହାବେଳି ପଡ଼ିଆରେ 2 ଦିନର କାର୍ଯ୍ୟକ୍ରମ ରଖାଯାଇଥିଲା। ପ୍ରଥମ ଦିନ ଷ୍ଟାର ନାଇଟ୍ର କାର୍ଯ୍ୟକ୍ରମ ଏବଂ ଦ୍ୱିତୀୟ ଦିନ ରାବଣ ପୋଡ଼ି ଉତ୍ସବ ରଖାଯାଇଥିଲା। ଚଳିତ ବର୍ଷ ରାବଣ ପୁତଳିକା ଦେହରେ ରଙ୍ଗୀନ ଆତସବାଜି ମୁଖ୍ୟ ଆକର୍ଷଣ ସାଜିଥିଲା। ଏହି ଉତ୍ସବରେ ବୋଡ଼ିଜୋନ୍ର ପ୍ରତିଷ୍ଠାତା ଜିତେନ୍ଦ୍ର ପ୍ରଧାନ, ରାଜା ସମ୍ପାଦକ ସୋମେନ ପ୍ରଧାନ, ସିତୁ, କୁନାଲ ବାରିକ, ଚନ୍ଦନ ଛୋଟରାୟ, ବିଶିଷ୍ଟ ସୁନାମଧନ୍ୟ ସାମ୍ବାଦିକ ଲଳିତ ମୋହନ ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସ୍ପି ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଶର୍ମା ରାବଣର ପୁତଳିକାରେ ଅଗ୍ନି ସଂଯୋଗ କରିଥିଲେ। ଏହି ରାବଣ ପୋଡ଼ି ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକ ହାବେଳି ପଡ଼ିଆରେ ଏକତ୍ରିତ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ବର୍ଷାକୁ ଖାତିର ନକରି ଦର୍ଶକମାନେ ଆତିଶବାଜିର ମଜା ନେଇଥିଲେ। ଦର୍ଶକଙ୍କ ସୁରକ୍ଷା ନିମନ୍ତେ 1 ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିଲା। ଖୋର୍ଦ୍ଧାର ମହମ୍ମଦ କୁତୁବୁଦ୍ଦିନ ଖାନଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର। जितेन्द्र प्रधान, मुझे बॉडीजोन प्रतिष्ठाता। आम दीर्घ 21 वर्ष हम बॉडीजोन माध्यम ये पूजा पालन कर रावण पोड़ी उत्सव। दीर्घ 2 दिन हम काली आमर आसते फिल्म अभिनेता और सिंगर स्वयं पाढ़ी बहुत आकर्षण कार्यक्रम होता। तो आज बर्तमान जहाँ महाप्रभु इच्छा आज वर्षार आगमन सत्वे आम प्रोग्रामटा धूमधाम पालन कर आमर आज मुख्य अतिथि भाव थे महोदय खोर्धार आमर चेयरमैन म्युनिसिपालिटी। एति कार्यक्रमटा भगवान आशीर्वाद भल भाव सक्सेसफुल हो।